କେବେ କେବେ ଗୋଟେ ସାଧାରଣ କଥା କିମ୍ବା ଗୋଟେ ଛୋଟିଆ ପ୍ରଶ୍ନ ଆମକୁ ବହୁତ ପଛକୁ ନେଇଯାଏ। ଏମିତି ଏକ ଦୁନିଆକୁ ଯାହା ସମୟର ଧୂଳିରେ କୋଉଠି ନା କୋଉଠି ଲୁଚି ଯାଇଥାଏ। ଆସନ୍ତୁ ଆଜି ଆମେ ସେମିତି ଏକ ଯାତ୍ରା କରିବା ଯାହାର ଆରମ୍ଭ ହୋଇଥିଲା ଏକ ଅଚାନକ ପ୍ରଶ୍ନରୁ। ଭାବନ୍ତୁ ତ ଗୋଟେ ସାଧାରଣ ଦିନ କଟକରୁ ଭୁବନେଶ୍ୱର ଯାଉଥିବା ଗୋଟେ ବସ୍। ରାସ୍ତାରେ ପ୍ରବଳ ଗହଳି ଆଉ ଗାଡ଼ି ବି ଧୀରେ ଧୀରେ ଚାଲିଥାଏ। ହେଲେ କିଏ ଜାଣିଥିଲା ଏ ସାଧାରଣ ଯାତ୍ରାଟା ଯେ ଏକ ଅସାଧାରଣ ସ୍ମୃତିର ଗଳିକୁ ନେଇଯିବ ବୋଲି। ଆଉ ଠିକ୍ ସେତିକିବେଳେ ବସ୍ରେ ପାଖ ସିଟ୍ରେ ବସିଥିବା ଜଣେ ବହୁତ ପୁରୁଣା ସାଙ୍ଗ ହଠାତ୍ ଏ ପ୍ରଶ୍ନଟି ପଚାରିଲେ। ଗୋଟେ ଭାରି ସାଧାରଣ ପ୍ରଶ୍ନ, କିନ୍ତୁ ଏ ଛୋଟିଆ ପ୍ରଶ୍ନଟା ସତେ ଯେମିତି ଗୋଟେ ଚାବି ଭଳି କାମ କଲା ଆଉ ସ୍ମୃତିର ଗୋଟେ ବନ୍ଦ କବାଟକୁ ଖୋଲିଦେଲା। ତା କଥାଟା ହେଉଛି ସେହି ବସ୍ ଯାତ୍ରାର। ବହୁତ ବର୍ଷ ପରେ ସ୍କୁଲ ସାଙ୍ଗ ପ୍ରସନ୍ନ ସହ ଦେଖା ହୋଇଥିଲା। ଆଉ କଥାବାର୍ତ୍ତା ଭିତରେ ଯେତେବେଳେ ସେ ଏହି ପ୍ରଶ୍ନଟା ପଚାରିଲା, ସତେ ଯେମିତି ଆଖପାଖର ସବୁ ଶବ୍ଦ, ସବୁ କୋଳାହଳ କଣେ ଚୁପ୍ ହୋଇଗଲା। ସେହି ପ୍ରଶ୍ନଟା ଶୁଣିବା ପରେ ନା ମନେ ହେଲା ଯେମିତି ଝରକା ବାହାରର ଦୁନିଆଟା ଆଉ ଦିଶୁନି। ମନଟା ସିଧା ଟାଣି ହୋଇଗଲା ପିଲାଦିନକୁ, ସେଇ ଗାଁ, ସେଇ ସାଙ୍ଗମାନଙ୍କ ପାଖକୁ, ଯୋଉଠି ଆମ ଦୁନିଆଟା ସୀମିତ ଥିଲା ହେଲେ ବହୁତ ସୁନ୍ଦର ଥିଲା। ତ ଚାଲନ୍ତୁ ଟିକେ ସେ ସ୍ମୃତିର ଦୁନିଆ ଭିତରକୁ ଯିବା। ସେଇଟା ଏମିତି ଗୋଟେ ସମୟ ଥିଲା ଯେତେବେଳେ ହୁଏତ ପାଖରେ ବେଶୀ କିଛି ନଥିଲା, କିନ୍ତୁ ଯାହା ବି ଥିଲା ତାହା ବହୁତ ମୂଲ୍ୟବାନ ଥିଲା। ଆମ ପିଲାଦିନର ପୁରା ଦୁନିଆଟା ଯେମିତି ସେଇ ନଈକୁ ଘେରିକି ଥିଲା। ଆମ ଗାଁ ଦେଇ ବହିଯାଉଥିବା ପ୍ରାଚୀ ନଦୀ। ତାରି ପଠାରେ ଆମର କେତେ ଖେଳ, କେତେ ମଜାମସ୍ତି ଆଉ କେତେ କାହାଣୀ ସବୁ ଗଢ଼ି ଉଠିଥିଲା। ଆଉ ତାପରେ ଥିଲା ଆମ ଗାଁ ସ୍କୁଲ। ଏଇଟା ଖାଲି ପାଠପଢ଼ା ଜାଗା ନଥିଲା। ଏଇଟା ଥିଲା ଆମର ଆଡ୍ଡା, ଆମ ବନ୍ଧୁତାର ମୂଳଦୁଆ, ଆମ ସମସ୍ତଙ୍କରେ ଏକାଠି ହେବାର ସବୁଠୁ ପ୍ରିୟ ଜାଗା। କିନ୍ତୁ ସେହି ଦୁନିଆର ଜୀବନ ଥିଲେ ଆମ ସାଙ୍ଗମାନେ। ଏମିତି ଏକ ଦଳ ଯେଉଁମାନଙ୍କ ବିନା ସେ ପିଲାଦିନର କଳ୍ପନା କରିବା ବି ସମ୍ଭବ ନୁହେଁ। ଏଇମାନେ ହିଁ ଥିଲେ ସେ ଦୁନିଆର ସଦସ୍ୟ। ପ୍ରସନ୍ନ, ଢାଡ଼ି, ବଳରାମ, ନାରୁ, ଗୋବର୍ଦ୍ଧନ। ଆମେ ସମସ୍ତେ ଏକାଠି ଖେଳୁଥିଲୁ, ଏକାଠି ବୁଲୁଥିଲୁ ଆଉ ଏକାଠି କଷ୍ଟ ବି ସହୁଥିଲୁ। ସେ ସମୟର ବାସ୍ତବତା ଟିକେ ଅଲଗା ଥିଲା। ଗୋଟେ ପଟେ ପ୍ରବଳ ଅଭାବ, ଏମିତିକି ବେଳେବେଳେ ପେଟ ପୂରା ଖାଇବାକୁ ବି ମିଳୁନଥିଲା। କିନ୍ତୁ ଅନ୍ୟପଟେ ଆମ ପାଖରେ ଥିଲା ବନ୍ଧୁତାର ଅସରନ୍ତି ଧନ, ଯାହା ସେ ସବୁ କଷ୍ଟକୁ ଭୁଲାଇ ଦେଉଥିଲା। ତେବେ କ'ଣ ଥିଲା ସେ ଧନିଆପତ୍ରର କାହାଣୀ, ଯୋଉ କଥା ପ୍ରସନ୍ନ ପଚାରୁଥିଲା? ଆସନ୍ତୁ ସେହି ସ୍ମୃତି ଭିତରକୁ ଯିବା, ଯାହା ଆମ ବନ୍ଧୁତାର ଗୋଟେ ପ୍ରତୀକ ପାଲଟି ଯାଇଥିଲା। କଥାଟା ହେଉଛି, ଦିନେ ଆମେ ସମସ୍ତେ ଭୀଷଣ ଭୋକର ଥିଲୁ। ତେଣୁ ଯାହା ଯେଉଁଠୁ ମିଳିଲା ସେସବୁକୁ ଏକାଠି କରି ଯେନ୍ତେନ୍ ପ୍ରକାରେ ଗୋଟେ ତରକାରୀ ରନ୍ଧାଗଲା। କିନ୍ତୁ ସେହି ସାଧାରଣ ତରକାରୀରେ ଯେତେବେଳେ ସେଇ ଗୋଟିଏ ମାତ୍ର ଧନିଆପତ୍ର ପଡ଼ିଲା, ତାର ଯୋଉ ବାସ୍ନା ଥିଲା ନା, ସତେ ଯେମିତି ପୁରା ମାହୋଲଟାକୁ ବଦଳେଇ ଦେଲା। ସେହି ମାମୁଲି ଖାଇବାଟା ସେଦିନ ଆମ ପାଇଁ ଗୋଟେ ଭୋଜିଠୁ କମ୍ ନଥିଲା। ଆମେ ବୁଝିଯାଇଥିଲୁ ଯେ ଖୁସି ପାଇଁ ବଡ଼ ଆୟୋଜନ ନୁହେଁ, ବରଂ ଏକାଠି ମିଶି ବାଣ୍ଟି ଖାଇବାର ଆନନ୍ଦ ହିଁ ସବୁକିଛି। ଆଚ୍ଛା, ଏବେ ପୁଣି ଫେରିଆସିବା ବର୍ତ୍ତମାନକୁ, ସେଇ ବସ୍ ଭିତରକୁ, ଆଉ ଦେଖିବା ସମୟ ଭିତରେ କେତେ କ'ଣ ବଦଳି ଯାଇଛି। ଯେଉଁ ରାସ୍ତାରେ ଆମେ ଯାଉଥିଲୁ ସେଇଟା ଆଉ ଆଗ ଭଳି ନଥିଲା। ପିଲାଦିନର ସେଇ ଧୂଳିମଳି ରାସ୍ତା ଆଉ ନାହିଁ। ଏବେ ତା ଜାଗାରେ ଚିକ୍କଣ, ଚଉଡ଼ା, ପିଚୁ ରାସ୍ତା। ସତରେ ଦୁନିଆର ଗତି ବଢ଼ିଯାଇଛି, ସବୁ କିଛି ବଦଳି ଯାଇଛି। ହେଲେ ସବୁଠୁ ବଡ଼ କଥା ହେଉଛି, ବାହାର ଦୁନିଆ ଯେତେ ବି ବଦଳି ଯାଉନା କାହିଁକି, ମନ ଭିତରର ସେଇ ସ୍ମୃତିର ଦୁନିଆଟା ସେଇଟା କେବେ ବଦଳେନି। ସେଇଟା ସବୁବେଳେ ସେମିତି ତାଜା ହୋଇ ରହିଥାଏ। ଆଜିର ଏଇ ଚିକ୍କଣ ରାସ୍ତା ଆଉ ପିଲାଦିନର ସେହି ଧୂଳି ରାସ୍ତା, କେତେ ଫରକ! ଏଇଟା ଖାଲି ଗୋଟେ ରାସ୍ତାର ପରିବର୍ତ୍ତନ ନୁହେଁ, ଏଇଟା ହେଉଛି ସମୟର ପରିବର୍ତ୍ତନ। ରାସ୍ତା ବଦଳିଛି, ଆମେ ବି ବଦଳିଛୁ, କିନ୍ତୁ ସେଇ ଧନିଆପତ୍ରର ସ୍ମୃତି, ତାର ବାସ୍ନା ଆଜି ବି ମନ ଭିତରେ ସେମିତି ଅଛି, ଯେମିତିକି ଏଇଟା କାଲିର କଥା। ତେଣୁ ପ୍ରଶ୍ନର ସେ ପ୍ରଶ୍ନଟା ଖାଲି ଗୋଟେ ପ୍ରଶ୍ନ ନଥିଲା। ସେଇଟା ଥିଲା ଆମ ଦୁହିଁଙ୍କ ଭିତରର ଗୋଟେ କୋଡ୍ ୱାର୍ଡ, ଗୋଟେ ଏମିତି ଚାବି ଯାହା ଆମର ସେଇ ନିଜସ୍ୱ ଦୁନିଆର କବାଟ ଖୋଲିଦେଲା, ଯାହାର ଅସ୍ତିତ୍ୱ କେବଳ ଆମେ ହିଁ ଜାଣିଥିଲୁ। ଆମ ସମସ୍ତଙ୍କ ଜୀବନରେ ଏମିତି ଗୋଟେ ଧନିଆପତ୍ର ଥାଏ, ଗୋଟେ ଛୋଟିଆ ଜିନିଷ, ଗୋଟେ ସାଧାରଣ କଥା, ଯାହା ଭିତରେ କିନ୍ତୁ ପୁରା ଗୋଟେ ଦୁନିଆର ସ୍ମୃତି ଲୁଚିକି ଥାଏ। ଟିକେ ଭାବିଲେ ନିଜ ଜୀବନର ସେମିତି କିଛି ଖାସ୍ ସ୍ମୃତି ନିଶ୍ଚୟ ମନେ ପଡ଼ିବ।